ଆଉ ସେଗୁଡାକ ସମସ୍ତେ କହିପାରୁନାହାନ୍ତି ନା ଆଉ ଅନେକ ଆଉ ତାପରେ ଆପଣ ଦେଖିଲେ ଆପଣଙ୍କ ରୋଗ ଗୋଟେ କିଛି ନାହିଁ ନା ଆପଣ କହୁଛନ୍ତି ମୋର ଯେ କର୍ମ କଲା ସେଇଟା ମୋର ଟଙ୍କା ହଁ ମୁଁ ଟଙ୍କା ପଇସା କିଛି ଚାହୁଁନି ଏ କଥା କେହି କହୁନାହାନ୍ତି ନା ଯୋଉଠିକି ଯିବ ପଇସା ପକା ହଁ 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 ସଂସ୍ଥାକୁ ଯାଇକିରି ବସିଛି ସବୁଆଡେ ଆଉ କୋଉଠି ବାକି ନାହିଁ ଆପଣ ଯୋଉଠି ପଚାରନ୍ତୁ କାହାକୁ ଦେଖିଛନ୍ତି ସବୁଠୁ ପରମଂଶ ବାୟା ପାଗଳ ଶେଷରେ ମଧ୍ୟ ପାଇଛି ହଁ ହଁ ବାୟା ଗୀତା ରଖିଛି ଆଚ୍ଛା ଆପଣ ସେ କଥା ବି ବାୟା ଗୀତାର ଉଦାହରଣ ଦଉଛନ୍ତି ହଁ 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 ଆଉ ଖାଲି ସେ ଯୋଉ ଆପଣଙ୍କର କଥାଟି ମନେ ରଖିଛି ସବୁବେଳେ ହଁ ହଁ ଯିଏ ତ କହୁଛି ଶୁଣୁଛି ସେ କହିବି କାହାକୁ ଶୁଣିବ କିଏ ବାସ୍ ବାସ୍ ଆପଣ ତ ସବୁ ମନେ ରଖିଛନ୍ତି ଆଉ ଏଇ ସବୁ ମୁଁ କହିଯାଉଛି ସବୁ ମୁଁ କଥା ଖାଲି କହିଯାଉଛି ଆପଣ କଥା ଶୁଣିବି କଣ କିନ୍ତୁ ଏତିକି ଯେତେବେଳେ ଭାବଗତ ହେଇଛି ଆପଣଙ୍କ ପାଦ ଧରି ପକଉଛି ହଁ 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 ଆଉ ଏଇଠି ଆଉ ସୁଧରେ ସବୁ ଏଇ ଭାବ ଆଦାନ ପ୍ରଦାନ ମୁଁ କରୁଛି ପ୍ରତ୍ୟେକ ପର୍ସେଣ୍ଟ ଗୁଡାକ ମୁଁ ଦେଖିକିରି ଟିକେ ଦେଖିକିରି ସେ ଯାଞ୍ଚ କରିକିରି ସବୁ ଗୁଡାକ ଏକ୍ସପିରିଏନ୍ସ କରୁଛି ଆଜ୍ଞା ହଁ ଆଉ ସେଇ ଯୋଉ ମାନେ ଇଏ ଚାଲିଛି ଆମର ମେନ୍ ହଉଛି ଆପଣ ଶ୍ୱାସକ୍ରିୟା ସେଇଟା କହିଛନ୍ତି ଆଗ ମନ ସ୍ଥିର ନହେଲେ କୋଉ ଦେବାଦେବୀ ଠାକୁର କିଏ ଆସିବେ କିଛି ଆସିବେନି କେହି ଆସିବେନି ନା ତେଣୁ ଆଗ ସେଇଟାକୁ ରହିଛି ସେଇ ଯୋଉ ଅଜପା ସୂତ୍ରଟାକୁ ମୁଁ କ୍ରିୟା ଯୁଗରେ ଜାଣିଛି ଆମର ଗୁରୁ ବିଶ୍ୱଧାନ ସରସ୍ୱତୀ ସିରିଜ ହେଇଥିଲେ ସେଇଟା ବି ଚାଲିଛି ଆଉ ସେଇଟା ମୁଁ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ କରୁଛି କେମିତି ମଧ୍ୟ ଅଟୋମେଟିକାଲି ଷ୍ଟପ୍ ହେଇଯାଉଛି ଆମ ଯୋଉ ସୂତ୍ର ଅଛି ଆମର ଚଳିତ ବାୟୁ ସେଇଟା ଯୋଉ ପର୍ଯ୍ୟନ୍ତ ବାୟୁ ଚଳୁଥିବ ମନ ଚଞ୍ଚଳ ଥିବ ମନ ସହିତ ବାୟୁର ସମ୍ପର୍କଟା ସେଟା ଆମର ଗୁରୁଦେବ ବିଶ୍ୱଧାନ ସରସ୍ୱତୀ ଚାଲିଗଲେଣି ସେ ବି ସେଇଟା ବୁଝେଇଥିଲେ ଆଉ ଆପଣଙ୍କୁ ଅସୁବିଧା ହବନି ତ ମୁଁ ବହୁତ ସମୟ ନେଇଗଲିଣି ନାଇଁ ନାଇଁ ମୋର ଅସୁବିଧା କିଛି ନାହିଁ ଆପଣ ମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ମୁଁ ଯେତେ ସମୟ ଥିବ ସବୁ ଛାଡିକି ମୁଁ କଥା ହେବି ମୁଁ ଆଉ ମାନେ ବୁଝିବାର କିଛି ଆପଣ ତ ସବୁ ତ ବୁଝଉଛନ୍ତି ଆଉ ବୁଝିବି କଣ ସେଇଥିରେ ମୁଁ ଖାଲି ଆନନ୍ଦଟା ଅନୁଭବ କରୁଛି ଏଇ ଯୋଉ ସବୁ ପ୍ରଶ୍ନ ପଚାରୁଛନ୍ତି ତାର ସବୁ ଆପଣ ଉତ୍ତର ଦଉଛନ୍ତି ଶେଷରେ କେମିତି ଆପଣ ମାନେ କେମିତି ନିରପେକ୍ଷ ଭାବରେ ଶାନ୍ତ ଭାବରେ ତାର ଆନ୍ସର କରୁଛନ୍ତି ଜଣେ ବୁଝିଲା ଭଳିଆ ଏବଂ ଜଣକୁ ହାର୍ଟ ଟଚିଂ କରୁଛି ଆଉ ମୁଁ ତ ସାଇନ୍ସ ଷ୍ଟୁଡେଣ୍ଟ ଏଗ୍ରିକଲଚର ମୁଁ ପାସ୍ କଲିଣି 60 ମସିହାରୁ ଆଜ୍ଞା ଆଜ୍ଞା ଏଗ୍ରିକଲଚର ଆଉ ସବୁ ସାଇନ୍ସ ସହିତ ରିସର୍ଚ୍ଚ କରିକି ସବୁ ଯାଇଛି ଆଉ ଏଇ ଭୁବନେଶ୍ୱରରେ ବହୁତ ଦିନ ରହିଲି କଲେଜରେ ଏଗ୍ରିକଲଚର କଲେଜରେ ଏଠି ସବୁ ବହୁତ ସବୁ ସାଂସଦ ତାଙ୍କ ହାତରେ ସାନ୍ନିଧ୍ୟ ହୁଏ ଆମ ଘରକୁ ସେମାନେ ପରମହଂସ ଚଗଲାଠୁ ଆରମ୍ଭ କରି ବହୁତ ଲୋକ ଆସିଛନ୍ତି ସବୁ ସବୁ ଦେଖିଛି ଆଉ ପ୍ରଥମ ଗୁରୁ ମୋର ହେଲେ ଅଭିରାମ ପରମହଂସ ଆଉ ତାଙ୍କ ସାଥିରେ ମୁଁ ପ୍ରାକ୍ଟିକାଲ 3 ଥର ଯାଇଛି ତାଙ୍କୁ ଦର୍ଶନ ପାଇବା ପାଇଁ ସେ ବହୁତ ଲୋକ ତ ଆଉ ସେ ମତେ ବହୁତ ଗ୍ଲାଡଲି ଆଶୀର୍ବାଦ କଲେ ଆଉ ମୁଁ ସେତେବେଳେ ଯେତେବେଳେ ଯାଇଥିଲି ସେ କହିଲି ମୋର ବର୍ତ୍ତମାନ ଆଉ ସଂସାରରେ ରହିବା ପାଇଁ ଇଚ୍ଛା ହଉଛି ମୁଁ ଗୋଟେ କେବଳ ଆଧ୍ୟାତ୍ମିକ ଦିଗରେ ଯିବା ପାଇଁ ଇଚ୍ଛା କରୁଛି ସେ କହିଲେ ବୋଲେ ନାଇଁ ତମର ବାପା ମାଙ୍କୁ ଛାଡ଼ିକି ଆସି ତ ପାଠ ପଢିବା ତମର ପ୍ରଧାନ କର୍ତ୍ତବ୍ୟ ବୋଲି ସେ ମୋତେ ଫେରେଇ ଦେଲେ ତାପରେ ସେ ଚାଲିଗଲେ 2 ବର୍ଷ ପରେ ଆଉ ତାଙ୍କର ଜଣେ ଶିକ୍ଷକଠୁ ତାପରେ ମୁଁ ଦୀକ୍ଷା ନେଇଥିଲି ସେ ଅଜପାରେ ଟିକେ ମୋର ବୁଝେଇ ପାରିଲେନି ସେ ଆଉ ସେଇଟାକୁ ହେଲା ଆଉ ଏମିତି ଯାହାକୁ ସେ ଦେଇଥିଲେ କିନ୍ତୁ ବହୁତ ସେ ଉଚ୍ଚ ସ୍ତରକୁ ଯାଇଛନ୍ତି ଅଭିରାମ ପରମହଂସ ପ୍ରେମ ଭାବର ଶେଷ ସ୍ତରରେ ସେ ପହଞ୍ଚିଛନ୍ତି ଆଉ ସେ ସବୁ ପ୍ରକାର ସାଧନାର ସବୁ ଆନାଲିସିସ୍ କରିଛନ୍ତି ଶୁଣନ୍ତୁ ଅଭିରାମ ପରମହଂସ ଏବଂ ଦୟାନିଧି ପରମହଂସ ଆଙ୍କର ଭେଟ ହେଇଛି ଆଚ୍ଛା ଯେତେବେଳେ ଅଭିରାମ ପରମହଂସ ବାଇଟିଂ ମଠକୁ ଆସିବା ପାଇଁ ମନସ୍ଥ କଲେ 3 ଦିନ ଆଗରୁ ଶ୍ରୀ ଦୟାନିଧି ପରମହଂସ ଦେବଙ୍କୁ ଶୂନ୍ୟବାଣୀ ହେଲା ଯେ ଅଭିରାମ ମଠକୁ ଆସିବ ଏଇଆ ପଚାରିବ ଉତ୍ତର ଏଇଆ ଆଚ୍ଛା ତେଣୁ ଅଭିରାମ ପରମହଂସ ଆସିଲେ ଆସି ସାରିକି ତାଙ୍କୁ ସେ ଧ୍ୟାନ ସୂତ୍ରରେ ପରୀକ୍ଷା କଲେ ଧ୍ୟାନ ସୂତ୍ରରେ ଯେତେବେଳେ ପରୀକ୍ଷା କଲେ ଧ୍ୟାନରେ ଇଏ ମାଙ୍କ ପୂର୍ଣ୍ଣମାସୀ ତ
ମାଙ୍କ କୋଳରେ ବସିକିରି ଆସିଲେ ଧ୍ୟାନରେ। ଯେତେବେଳେ ଆସିଲେ ଶ୍ରୀ ଦୟାନିଧି ପ୍ରବନ୍ଧ ଦେବ ମାଙ୍କ ମସ୍ତକ ଉପରୁ ଦ୍ୱାଦଶ ଆଙ୍ଗୁଳି ଶୂନ୍ୟ ଛାଡ଼ିଦେଲେ। ସେ ଶୂନ୍ୟ ଉପରେ ତ୍ରିଶୂଳ ପୋତିକି ତ୍ରିଶୂଳ ଉପରେ ବସିଲେ। ମା ଯେତେ ଉପରକୁ ଗଲେ ଅଭିରାମ ପରମହଂସ ଆହୁରି ନା ଦୟାନିଧି ପରମହଂସ ସେଇଠି 12 ଆଙ୍ଗୁଳି ତଫାତରେ ଉପରକୁ ଉଠିଲେ। ମା ସେଇଠୁ କହିଲେ ଅଭିରାମ ବାବାଙ୍କୁ, କହିଲେ ଆରେ ତୁ କାହାକୁ ପରୀକ୍ଷା କରୁଛୁ? ଯେମିତି ଦେଖିଲେ ସେଇଠୁ ଅଭିରାମ ପରମହଂସ ଆସି କୁଣ୍ଢେଇ ପକେଇଲେ ଦୟାନିଧି ପରମହଂସ। ତେଣୁ ଉଭୟଙ୍କ ଭିତରେ କୋଳାକୋଳି ବହୁତ ଭାରି ସୁନ୍ଦର। ତାଙ୍କର ଶ୍ରୀ ଦୟାନିଧି ପ୍ରବନ୍ଧ ଦେବଙ୍କର ସବୁ ଖାତା ପତ୍ର ଭଲ ମନ୍ଦ ମୁଁ ତ ସବୁ ଖେଳେଇକି ଦେଖେ। ସିଏ ଗୋଟେ ଜାଗା ଲେଖା ହେଇଛି ଅଭିରାମ ପ୍ରଶ୍ନର ଉତ୍ତର, କେଉଁଝର ରାଜାଙ୍କ ପ୍ରଶ୍ନର ଉତ୍ତର, ସେଗୁଡା ପଦ୍ୟ ମାଧ୍ୟମରେ ସେ ସବୁ ଲେଖିକି ମୁଁ ସେଟା ଶୁଣିଛି ସବୁ ଆପଣଙ୍କର ସବୁ ଇଏରେ ଏପିସୋଡରେ ରଖିଛନ୍ତି। ରାଜା କେମିତି ଆସିଲେ, ସେ କେମିତି ଗୋଲା ଶିକାରୀ ଶାସନ କରୁଥିଲେ, ଶୂନ୍ୟବାଣୀ ହେଲା। ମତେ ସେମିତି କେତେବେଳେ ସେ ଶୂନ୍ୟବାଣୀ ହଉଛି ଅନେକ ଗୁରୁ ଆସିକି ଦେଖା ଦଉଛନ୍ତି ସ୍ୱପ୍ନରେ, ଆଉ ଅନେକ ତତ୍ଵ ଆଲୋଚନା ହଉଛି। ଆଉ ସେଇଟା ତେଣୁ ଯାହା ହଉ ଆପଣଙ୍କୁ ରେଗୁଲାର ଆପଣ ମୁଁ ଏବେ ପ୍ରାୟ 5-6 ମାସ ହେଲା ଦେଖୁଛି। ଯେତେବେଳେ ଆପଣ ସବୁ ଗୁଡାକ ମୁଁ ଦେଖୁଛି, ସବୁ ଅବଜର୍ଭ କରୁଛି, ନିଜେ ଆନାଲିସିସ୍ କରୁଛି, ପ୍ରାକ୍ଟିକାଲ କରୁଛି, ସବୁ ଜାଣୁଛି କି ଆପଣ କୋଉ ସ୍ତରରେ ଅଛନ୍ତି। ସେଇ ଯୋଗୁଁ ମୁଁ ମଥା ନଈ ପଡୁଛି, ଆପଣଙ୍କୁ ପ୍ରଣାମ କରୁଛି। ଆଉ କେତେବେଳେ ମୋର ଗୋଟେ ଭାଗ୍ୟ ଆସିବ, ଟାଇମ ତ ହେଇନି, ଆଉ କେତେବେଳେ ଚାଲି ଯାଇପାରେ। ବର୍ତ୍ତମାନ ବାଡି ଧରିଲେଣି। ଆଉ ଗୋଟେ କଥା ଶୁଣନ୍ତୁ, ଆମର ଆଉ ଆପଣଙ୍କ ମନକୁ ଜାଣିକିରି ଆଉ ଗୋଟିଏ ଚ୍ୟାନେଲ ମୁଁ ଖୋଲିଛି। ସେ ଚ୍ୟାନେଲଟି ନାଁ ହେଲା ଦୟା ଜ୍ୟୋତି। ସେ ଦୟା ଜ୍ୟୋତି ଚ୍ୟାନେଲରେ ହିନ୍ଦୀ, ଇଂଲିଶ, ବଙ୍ଗଳା, ଓଡ଼ିଆ ଏ 4 ଭାଷାରେ ମୁଁ ପ୍ରଥମେ ଷ୍ଟାର୍ଟିଂ କରିଛି ଗୀତା ତତ୍ତ୍ୱ। ଗୀତାର ଥିଓରିଟାକୁ ମୁଁ ଷ୍ଟାର୍ଟିଂ କରିକି ପାର୍ଟ 1 ପାର୍ଟ 2 ଛାଡିଛି, ପାର୍ଟ 3 ବି ଲେଖା ଚାଲିଛି। ମୁଁ ବର୍ତ୍ତମାନ ତାକୁ ଲିଙ୍କଟା ପଠେଇ ଦେଉଛି ହ୍ୱାଟ୍ସଆପରେ, ଆପଣ ଟିକେ ତାକୁ ସବସ୍କ୍ରାଇବ କରିଦିଅନ୍ତୁ। ସେଥିରେ ତାକୁ ଦେଖି ସାରନ୍ତୁ, ମୁଁ ତା ପର ଜିନିଷ ଗୁଡ଼ିକ ସବୁ ଛାଡୁଛି, ଆପଣ ଦେଖିବେ। ମୁଁ ପଠେଇ ଦେଉଛି ଲିଙ୍କରେ ଆପଣଙ୍କ ପାଖକୁ। ଆମର ଏଇଠି ମୁଁ ଗୋଟେ ପତ୍ରିକାରେ ମଧ୍ୟ ସବୁ ମତେ ସମ୍ପାଦନା ସହଯୋଗୀ ରଖିଥିଲେ ସ୍ୱାମୀ ଆତ୍ମାନନ୍ଦ, ଯୋଉଟାକି ସତ୍ୟଚେତନ ପତ୍ରିକା ବର୍ତ୍ତମାନ ବାହାରୁଛି, 8:30 ପୁରା ପହଞ୍ଚିଗଲାଣି। ଆଉ ସେଥିରେ ମୁଁ ଏଡିଟୋରିଆଲ ବୋର୍ଡରେ ଥିଲି। ଏମିତି ବର୍ତ୍ତମାନ ସେ ନିଗମାନନ୍ଦ ସଂସ୍ଥାର ମୁଁ ବର୍ତ୍ତମାନ ଅଛି। ଆଉ ଆପଣ ତ ନିଗମାନନ୍ଦ ଭାବଧାରାଟାକୁ ସୁନ୍ଦର ଭାବରେ ବୁଝେଇଲେ, ନାଇଁକି? ଜ୍ଞାନ ଭକ୍ତିର କେମିତି ସେ ସମନ୍ୱୟ କରିଛନ୍ତି, ନାଇଁକି? ଯୋଉଟା କହିଲେ ୟାର ପଥ ହଉଛି ସାଧନାର ପଥ ହଉଛି ଗୌରାଙ୍ଗ, ଆଉ ମତଟା ହେଲା ତାଙ୍କର ଶଙ୍କରର, ଯୋଉଟା କି ଜ୍ଞାନ ଭକ୍ତି ମାର୍ଗ ଯାଇକି ଜ୍ଞାନ ଆରୋହଣ କର। ଆପଣଙ୍କ ସେଇ ଫିଲୋସଫିଟା କୋଉ ସୁନ୍ଦର ବୁଝେଇଲେ, ବୁଝିଲେ? ଆପଣ ସବୁ ସେ ଅନୁକୂଳ ଚନ୍ଦ୍ର ସଂସ୍ଥାର କଥା ସୁନ୍ଦର ବୁଝେଇଲେ। କେବଳ ପରିବାର ଗଠନ ଏସବୁ ବିଷୟରେ କହିଛନ୍ତି, ତାଙ୍କ ସାଧନାର କାହିଁ ଟେକ୍ନିକ କିଛି କହିନାହାନ୍ତି। ଇଏ ବି ସେମିତି ନିଗମାନନ୍ଦ ବି ସାଧନା ବିଶେଷ ତାଙ୍କର ସେ 4 ଗୁରୁ କଲେ, ଇଏ କଲେ, ସେ କହିଲେ, କିନ୍ତୁ କେମିତି ସାଧନା କରିବ ସେ କଥା ବି ସେ କହିନାହାନ୍ତି। ସାଧନାର ପ୍ରାକ୍ଟିକାଲଟା ଶିଷ୍ୟମାନଙ୍କୁ ସେ ଦେଇନାହାନ୍ତି ନା, କିନ୍ତୁ ସେଇ ସାଧନା ପ୍ରାକ୍ଟିସଟା ନିହାତି କରିବା କଥା। ତାପରେ ଆପଣଙ୍କର ଆଉ ଯୋଉ ଉଦାହରଣ ଏତେ ସୁନ୍ଦର ଉଦାହରଣ, ମାନେ ଇଏ କେମିତି କୃଷ୍ଣ କେମିତି ସବୁ 16,000 ଗୋପୀଶ୍ୱର ଧାରିକି ବ୍ରହ୍ମଚାରୀ, ଦୁର୍ବାସା କେମିତି ସବୁ ଖାଇକି ରଖେଇଲେ। ତାପରେ ସେ କହିଦଉଛି ସେଇଟା ଜିନିଷ ଅଧିକା ମୁଁ କହୁଛି କୋଉଟା କିନ୍ତୁ ସେ କେମିତି ସେଇଟା ବୁଝିଲେ। ଆଉ ଅନେକ ଜିଜ୍ଞାସା ଆପଣଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏ ମାଳିକା ଭିତରେ ମୁଁ ବହୁତ ପରିସ୍ଥିତି ସବୁ ଦେଖିଛି, ବୁଝିଲେ କି? ଆଉ ଯେତେବେଳେ ମୁଁ ମସ୍ତକ ସବୁବେଳେ ମୁଣ୍ଡିଆ ମାରୁଛି, ଆଉ ଆପଣ ଟିକେ ଆଶୀର୍ବାଦ କରନ୍ତୁ କେମିତି ମୋର ମାନେ ମୁଁ ଏକନିଷ୍ଠ ଦୟାନିଧିଙ୍କର ଆଶୀର୍ବାଦ ରହିବ ଆପଣଙ୍କ ଉପରେ ନିଶ୍ଚୟ। କେତେବେଳେ ସୁବିଧା କେତେବେଳେ ସୁବିଧା ହେଲେ ମୁଁ ଆଉ ରହିବି କି? ଯେତେ ଟାଇମ ଆସିବ ମୁଁ ପଳେଇବି। କେମିତି ଭାବଟା ପ୍ରକାଶ କରିବା ହବ, କୋଉ କ୍ଷେତ୍ରରେ କେମିତି ତାକୁ ସେଇଗୁଡାକ ମୁଁ ଦେଖୁଛି ସବୁ।
ଆପଣ ସେ ସୁନ୍ଦର ଭାବରେ ବୁଝଉଛନ୍ତି ଏତେ ଭାବର ମିଳନ ହେଇଗଲା ଆଉ ମୋ ଆଖିରେ ସେ ତ ରହି ପଡେ। ମୁଁ ସବୁ ଶୁଣୁଛି କିଏ କଣ ପଚାରୁଛି ତାର କଣ ଏଇ ଶରୀର ତ ସେମାନେ ସଂସ୍ଥାରେ ଯାଇଛି ଏଇ ଯୋଉ ସବୁ ଷଡ଼ଚକ୍ର ଭେଦର କଥା ସବୁ ଦେଖିଛି କୋଉ ଚକ୍ର କୋଉଠି କଣ କଣ ଆପଣ ସେଇଟାକୁ ଆହୁରି ସୁନ୍ଦର ଭାବରେ ବୁଝାଉଛନ୍ତି। କେବଳ ଗୋଟିଏ କଥା ହଉଛି କେବଳ ଆମେ କେବଳ ଚକ୍ର ଆଉ ପଦ୍ମର ଡିଫରେନ୍ସ ଟା ଦେଇଛୁ। ହଁ ଆପଣ ଦେଇଛନ୍ତି ସେଇଟାକୁ କେହି ଦେଇନାହାନ୍ତି। ନା କେହି ଦେଇନାହାନ୍ତି। ଆପଣ ଚକ୍ର ଡିଫରେନ୍ସ ଦେଇଛନ୍ତି ଆଉ ତାପରେ ସେ ଯୋଉ ମୂଳାଧାର ଠୁ ସହସ୍ରାର ପର୍ଯ୍ୟନ୍ତ ମୂଳାଧାର ସେ ଶକ୍ତି ମୁହଁ ବନ୍ଦ କରିକି ରହିଛି ସହସ୍ରାର ମିଳନ ହେଇଛି ଯଦି ଆଉ ଆମର ଶେଷ ଗୁରୁ ମୋର ଥିଲେ ଯେ ଚିଦାନନ୍ଦ ସରସ୍ୱତୀ ବୁଝିଲେ କି ସେ ଚାଲିଗଲେଣି। ସେ ଓୟୁଏଟିର ଥିଲେ ଡିନ୍ ଥିଲେ ବୁଝିଲେ କି ରିଟାୟାର୍ଡ ପରେ ସେ ସେଇ ନିଗମାନ ସଂସ୍ଥାରେ ସେ ଗୁରୁ ହେଇକିରି ଜଣେ ରହିଲେ ଗୁରୁ ବିଶ୍ୱନାଥଠୁ ନେଇ। ଆଚ୍ଛା ସେ ପରମହଂସ ମାନୁଛୁ ସେ ଚାଲିଗଲେଣି। ସେ ଲାଷ୍ଟ ମତେ କହିଲେ ବୋଲେ ରାମଚନ୍ଦ୍ର ତମେ ତ ଅନେକ ଗୁରୁ କରିଗଲ କଣ ସେଥିରେ ସିଦ୍ଧାନ୍ତ ପାଇଲେ କହ ମୋ ପାଖକୁ ତେବେ ଆସିଲେ କହିଲେ କୋଉଠି ସେଇଠି ଆମର ମିଟିଂ ଚାଲିଛି ସଂଘ ଚାଲିଛି। ମୁଁ କହିଲି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ସେଇ କଥାଟା ମୁଁ କରୁଛି। ଆଉ ଯୋଉ ଦେବତା ମାନେ କଣ ପ୍ରକୃତର ଦର୍ଶନ ଦିଅନ୍ତି ଆସିକି କଣ ଯୋଉ ଦେବତାଙ୍କୁ ତାଙ୍କ ମନ୍ତ୍ରରେ ଡାକିଲେ କଣ ସେମାନେ ଆସିବେ? ନିଶ୍ଚୟ ଆସିବେ। ଯୋଉ ମନ୍ତ୍ର ଲେଖା ଯାଇଛି ଯୋଉ ବହିରେ ସେ ମନ୍ତ୍ରକୁ କଣ ଜପିଲେ କଣ ଦେବତା ଆସିବେ? ହଁ ଆସିବେ। ବାବା ମୁଁ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛି ଆପଣ ଭିଡିଓ କଲିଂ କରିପାରିବେ ମୋ ସହିତ? ନା ଭିଡିଓ କଲିଂ ମୁଁ ଶିଖିନି ଏଇ କଥା ଛାଡ ତୁ ତ ଆସିଲେ ଯାହା କଥା ହବ। ମୁଁ ଗୋଟେ ଦୁର୍ଗାଙ୍କର ମନ୍ତ୍ର ଜପୁଛି କଣ ମା ମତେ ଆସିକି ଦର୍ଶନ ଦେବେ? ଦେବେ ଗୁରୁ ଦେଲେ ହବ ଖାଲି ମନେ ମନେ ବହି ଦେଖି ଜପିଲେ ହବନି। ସେ ମନ୍ତ୍ର ଟା କୌଣସି ଯୋଉ ଗୁରୁ ଦୁର୍ଗା ସାଧକ ଯିଏ ଦୁର୍ଗାଙ୍କୁ ସେ ସିଦ୍ଧି ଲାଭ କରୁଛନ୍ତି ଦୁର୍ଗାଙ୍କର ସିଏ ମନ୍ତ୍ର ଦେଲେ ଯାଇକି ହବ। ଆପଣ ଦେଇପାରିବେନି? ମୁଁ ଦୁର୍ଗା ସାଧକ ନୁହଁ। ଆପଣ ନା ମୁଁ ଦୁର୍ଗା ଫୁଗା ସାଧକ ନୁହେଁ। ଆମର ହେଲା ଆତ୍ମା ସାଧନା। ଆତ୍ମ ସାଧନା କଲେ କଣ ହବ? ଆତ୍ମା ସାଧନା କଲେ ମୁକ୍ତି ମିଳିବ। ମୁକ୍ତି କଣ? ମୁକ୍ତି ମାନେ ଏଇ ଯୋଉ ଜଞ୍ଜାଳରୁ ସବୁ ଯୋଉ ବନ୍ଧନରେ ଦୁଃଖ ସୁଖ ସବୁ ପାଉଛ ସେଥିରୁ ଆଉ ପାଇବନି ତମେ ଆନନ୍ଦରେ ଜୀବନ ଯାପନ କରିବ। ତାଇ ହଉଛି ସଂସାରରେ ଯୋଉ ଦୁଃଖ ଯନ୍ତ୍ରଣା ତମ ମନ ଭିତରେ ଆସୁଛି ସେ ଯନ୍ତ୍ରଣା ଗୁଡାକ ଆଉ ମନ ଭିତରେ ଆସିବନି। ସବୁବେଳେ ପାଇଁ ଆନନ୍ଦ ପାଇବ। ବ୍ରହ୍ମ ଦର୍ଶନ କରିବ ଆନନ୍ଦ ପାଇବ। ଦୁର୍ଗା କଣ ବ୍ରହ୍ମ ନୁହନ୍ତି? ଦୁର୍ଗା କେମିତି ବ୍ରହ୍ମ ହେଲେ? ସେ ତ ଶକ୍ତି। ସେ ଶକ୍ତି ଦୁର୍ଗା ତମକୁ ମୁକ୍ତି ଦେଇପାରିବେନି। ମୁକ୍ତି ମୋର ତ ସେମିତି କିଛି ଆବଶ୍ୟକ ନାହିଁ। ମୁଁ ମାଙ୍କର ଦର୍ଶନ କରିବା ପାଇଁ ଚାହୁଁଛି। ଆଉ ମୋର କିଛି ଜୀବନ ଦର୍ଶନ ଯଦି କରିବା ପାଇଁ ଚାହୁଁଛୁ ଯୋଉ ଲୋକ ମାଙ୍କୁ ଦର୍ଶନ କରିଛନ୍ତି ତାଙ୍କ ପାଖକୁ ଯା ସିଏ ବତେଇ ଦେବେ। ମାଙ୍କର ଦର୍ଶନ ତ ଏ କଳି ଯୁଗରେ କେହି ବି ପୃଥିବୀରେ କେହି ବି ଜଣେ ନାହାନ୍ତି। ନାହାନ୍ତି ତ ନାହାନ୍ତି ତାହେଲେ ଛାଡିଦେ ଆଉ କଣ କରିବୁ। ନାହାନ୍ତି ଯଦି କେମିତି ଶିଖିବୁ? କାଇଁ ମୁଁ ତ ସେମିତି କାଇଁ ଗୁରୁ ଦେଖିବାକୁ ମିଳୁନାହିଁ ମତେ। ଦେଖି ତ ପାରୁନୁ ସଇଲା କାମ ଆଉ। ମତେ କିନ୍ତୁ ସେଗୁଡା ଜାଣିନି। ମୋ ପାଖରେ ସେ ସବୁ କଥା ପାଇବୁନୁ।